ଜୟ ଜଗନ୍ନାଥ। କିଛି କହିବାର ସାମର୍ଥ୍ୟ ଜୁଟେଇ ପାରିନଥିଲି ବୋଲି ଦୀର୍ଘ ଦିନ ତଳର ଏ ଭିଡ଼ିଓଟି ମୁଁ ଏପର୍ଯ୍ୟନ୍ତ ପ୍ରକାଶ କରିପାରିନଥିଲି। ଦେଖିଲେ ଆମେ ସବୁ କୁଆଡ଼େ ଯାଉଛୁ, ଆଉ ସାଙ୍ଗରେ ବି ସାର୍ ଅଛନ୍ତି। ଏଇଟା ଦୀପାବଳି ବେଳର ଭିଡ଼ିଓ, ଯେତେବେଳେ ମୁଁ ୟାଙ୍କ ସହିତ ଉତ୍ତରକାଶୀ ଯାଇଥିଲି ଆଉ ଗରମ ପାଣିରେ ନିର୍ମିତ ଜଗନ୍ନାଥ ମନ୍ଦିରରେ ଥିଲି। ସେତେବେଳେ ସାର୍ ବି ସେଠି ଥିଲେ, ହେଲେ ସେଠିକା ବିଷୟରେ ତ ଏତେ କଥା ମୁଁ ଜାଣିନଥିଲି। ଦିନେ ରାତିରେ ସାର୍ ସମସ୍ତଙ୍କୁ ଡାକି କହିଲେ, କାଲି ସକାଳୁ ଆମେ ସାଲ୍ଟ ଜଗନ୍ନାଥ ମନ୍ଦିର ଯିବା। ଆରେ ଏ ବିଷୟରେ ତ ମୁଁ କେବେ କେଉଁଠି ଶୁଣିନି। କାଳି ଅନ୍ଧାରରୁ ଉଠି ସାର୍ ନିଜେ ରୋଷେଇବାସରେ ଲାଗିଗଲେ। ପ୍ରାୟ 30-40 ଜଣଙ୍କ ଭଳିଆ ବିଭିନ୍ନ ପ୍ରକାରର ରୋଷେଇ ହେଲା। ଆମେ ଯିଏ ଯାହା ପାରିଲୁ ଯତ୍କିଞ୍ଚିତ୍ ସାହାଯ୍ୟ କଲୁ। ଆଉ ସେ ସବୁକୁ ସଜଡ଼ା ସଜଡ଼ି କରି ବନ୍ଧାବନ୍ଧି କରି ଆମେ ସମସ୍ତେ 2ଟି ଗାଡ଼ିରେ ବାହାରିଗଲୁ। ଆପଣମାନେ ତ ଦେଖୁଥିବେ ଆମେ କେତେ ଜିନିଷପତ୍ର ଧରିକି ଆସୁଥିଲୁ। ହେଲେ ଏସବୁର ଉଦ୍ଦେଶ୍ୟ କ'ଣ, କାହିଁକି ଆଜି ସେଠିକି ଏମିତି ରୋଷେଇ ହେଇକି ଯାଉଛି, ମୁଁ ସାର୍ଙ୍କୁ କିଛି ପଚାରିନଥିଲି। ଏମିତି ବି ବହୁତ କିଛି କଥା ମୁଁ ସାର୍ଙ୍କୁ ପଚାରିବା ପାଇଁ କେବେ ବି ଇଚ୍ଛା କରେ ନାହିଁ। ଯେତିକି ଦେଖିକି ଅନୁଭବ କରେ। ଯଦି କେଉଁ କଥା ବେଶୀ କୌତୂହଳ ସୃଷ୍ଟି ହୁଏ ମୁଁ ସାର୍ଙ୍କୁ ପଚାରେ। ଏବେ ଆମେ ତ ପହଞ୍ଚି ଯାଇଛୁ ଏଇ ଜଗନ୍ନାଥ ମନ୍ଦିର। ଏଇଟା ହେଉଛି ଉତ୍ତରାଖଣ୍ଡର ଉତ୍ତରକାଶୀର ସାଲ୍ଟ ଗାଁରେ ଅବସ୍ଥିତ ଜଗନ୍ନାଥ ମନ୍ଦିର, ଯାହା 1200 ଶତାବ୍ଦୀରୁ ନିର୍ମିତ ହୋଇଛି ବୋଲି ସେଠିକାର ଲୋକମାନେ କହନ୍ତି। ଏଇ ହେଉଛନ୍ତି ଆମ ଜଗତର ନାଥ ଜଗନ୍ନାଥ। ତାଙ୍କୁ ଯେତେବେଳେ ମୁଁ ଦେଖିଲି ନା, ମୁଁ ମୋର କୋହ ସମ୍ବରଣ କରିପାରିଲିନି। ସେ ପରିବେଶ ପରିସ୍ଥିତି, ଆଜି ବି ସେ କଥା ଭାବିଲେ ମୋର କଣ୍ଠ ରୁଦ୍ଧ ହୋଇଯାଉଛି। ଏଇ ଆମର କାଳିଆ ସାଆନ୍ତ ଏଇ ରୂପରେ ସେଇଠି ବିରାଜିତ ହୋଇଛନ୍ତି। ଏଠି ନାହିଁ ବଡ଼ ଦାଣ୍ଡ, ନାହିଁ ବଡ଼ ଦେଉଳ, ନାହିଁ ବି 60 ପଉଟି ଭୋଗ। ହେଲେ କେଉଁ ମାୟାରେ ସେ ଯାଇକି ସେଠି ନିର୍ବାସନ ଦଣ୍ଡ ନେଇଛନ୍ତି, ନା ଭକ୍ତଙ୍କ ଗହଳି, ନା କ'ଣ, ମୁଁ ତ କହିବି ପାରୁନି। ସେଇ ଦିନଠୁ ଆଜି ଯାଏଁ ମୁଁ ଏଇ ଗୋଟିଏ ପ୍ରଶ୍ନରେ ଛଟପଟ ହେଉଛି। କ'ଣ ପାଇଁ ଆମ କାଳିଆ ସାଆନ୍ତ ଯାଇ ସେଠି ରହିଲେ, କେବେଠୁ ରହିଲେ, ସେ ବିଷୟରେ ବି ସଠିକ୍ କିଛି ଧାରଣା କରିହେଉନି। ଇଏ ହେଉଛନ୍ତି ସେଠିକାର ପୂଜକ। ସାର୍ ଯେତେବେଳେ ପ୍ରଥମ ଜଗନ୍ନାଥଙ୍କ ପାଇଁ କେଉଁଠି ସ୍ଥାପନା କରିବେ ସ୍ଥାନ ଅନ୍ୱେଷଣରେ ଯାଇଥିଲେ, ସେ ଜାଣିଥିଲେ ଏଇ ପାଖରେ ବି ଜଗନ୍ନାଥ ଅଛନ୍ତି। ଦେଖନ୍ତୁ ସାର୍ଙ୍କ ହାତରେ ପ୍ରସ୍ତୁତ ହେଇ ଜଗନ୍ନାଥଙ୍କୁ ସମର୍ପଣ କରିବା ପାଇଁ ଆସିଥିବା ଭୋଗ ସବୁ। ସାର୍ଙ୍କୁ ଦେଖିଲା ପରେ ସେ ମହାଶୟ ବି ସବୁ କଥା ପାଇଁ ଅନୁମତି ଦେଲେ। ଆମେ ଏକା ଯାଇଥିଲେ ଏ ସୁଯୋଗ ବା କେଉଁଠି ପାଇଥାନ୍ତୁ। ଆମ ସେଠିକା ଜଗନ୍ନାଥ ମନ୍ଦିରର ପୂଜକ ମହାରାଜ ବି ଆମ ସାଙ୍ଗରେ ଯାଇଥିଲେ। ଆଉ ସେମାନେ ସମସ୍ତେ ମିଶି ଖୁବ୍ ସୁନ୍ଦର ଭାବରେ ସେଠି ପୂଜାର୍ଚ୍ଚନା ଚାଲିଲା। ହେଲେ ମୋ ମନ ତ କେଉଁଠି ଲାଗୁନଥାଏ। ମୋ ମନରେ ସେଇ ଗୋଟିଏ ପ୍ରଶ୍ନ, ଏ ଗହଳ ଚହଳ, ମହଣ ମହଣ ସୁନା ଅଳଙ୍କାର, ରଥଯାତ୍ରା ମହୋତ୍ସବ, ରାତି ପାହିଲେ ବାରଯାତ ସବୁ ଛାଡ଼ି ଦେଇ ମୋ କାଳିଆ ସାଆନ୍ତ ସେଠିକି କାହିଁକି ଯାଇଛନ୍ତି, କେବେଠୁ ଯାଇଛନ୍ତି, ଏସବୁ ପ୍ରଶ୍ନର ଉତ୍ତର ମୁଁ କେବେ ବି ପାଇପାରିବି ନାହିଁ। କିନ୍ତୁ ଆମେ ସମସ୍ତେ ଚେଷ୍ଟା କଲେ ଏସବୁ ପ୍ରଶ୍ନର ଉତ୍ତର ନିଶ୍ଚୟ ମିଳିବ। ମୁଁ ଭାବୁଛି ଆମେ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଏଇ ରହସ୍ୟକୁ ଉନ୍ମୋଚନ କରିବା ପାଇଁ ପ୍ରଚେଷ୍ଟା କରିବା ଉଚିତ। ମୁଁ ସେଇଥିପାଇଁ ଏତେ ଦ୍ୱନ୍ଦ୍ୱ ଭିତରେ ପୁଣି ନିଷ୍ପତ୍ତି ନେଲି, ନା ମୁଁ ନିଶ୍ଚୟ ଏ ଭିଡ଼ିଓ ସେୟାର କରିବି। ଆଉ କେବେ ଯାହା ଅନୁରୋଧ କରିନାହିଁ, ଆଜି ପ୍ରଥମ ଥର ପାଇଁ ମୁଁ ଅନୁରୋଧ କରୁଛି ଯେ ଯିଏ ବି ଯଦି ଆପଣ ଏ ଭିଡ଼ିଓ ଦେଖୁଛନ୍ତି ନିଶ୍ଚିତ ଭାବରେ ସେୟାର କରନ୍ତୁ। ସବୁ ଜଗନ୍ନାଥ ପ୍ରେମୀଙ୍କ ପାଖରେ ଏ ଭିଡ଼ିଓ ପହଞ୍ଚୁ। ମୋତେ ଟିକେ କୁହ ଆମେ କେଉଁ ଜାଗାରେ ଅଛୁ? ସେଠି ମୁଁ ଟିକେ କଥା କମେଇ ଦେଉଛି, ତାହେଲେ ଆପଣ ଚାରି କଥା ଶୁଣିବେ। ମୁଁ ଏତେ ଭାବପ୍ରବଣ ହେଇଗଲି ଯେ ମୋର କିଛି ମାନେ ମନେ ରହିଲାନି। ସେଇଥିପାଇଁ ମୁଁ ୟାଙ୍କୁ ସିଧାସଳଖ ଭାବରେ କହିଥିଲି, କିଛି କଥା ଟିକେ କହିଦିଅ, ମୁଁ ଭିଡ଼ିଓ କରିକି ନେଇଥାଏଁ। ଯଦି ମୋ ମନ ହେବ ମୁଁ ଅନ୍ତତଃ ଭିଡ଼ିଓ କରିବି। ସତ କହୁଛି, ସେ ଜାଗା ବା ସେ ଠାକୁରଙ୍କ ସମ୍ପର୍କରେ ମୁଁ କୌଣସି ତଥ୍ୟ ସେଠି ଯୋଗାଡ଼ କରିନାହିଁ। ଅବଶ୍ୟ ଏଇଟା ବି ମୋ ସାମର୍ଥ୍ୟ ବାହାରେ। ତାଙ୍କ ବିଷୟରେ ବା ମୁଁ କ'ଣ ତଥ୍ୟ ଯୋଗାଡ଼ କରିବି। ହେଲେ କି ଯେତେବେଳେ ଜଗନ୍ନାଥଙ୍କର ସବୁ ଇତିହାସ ଲେଖା ହେଇଛି, ଏଇଟା ବି ଜଗନ୍ନାଥଙ୍କର ଇତିହାସରେ ଯୋଡ଼ା ହେବା ନିଶ୍ଚୟ ଦରକାର। କେବେ ମହାପ୍ରଭୁ ଯାଇକି ସେ ନୀରବ ନିଶ୍ଚଳ ଜାଗାରେ ନିଜକୁ ନିର୍ବାସିତ କରି ରଖିଛନ୍ତି। ଜୀବନରେ ମୁଁ ଯୁଆଡ଼େ ବି ଯାଏ ସବୁବେଳେ ଜଗନ୍ନାଥ ମନ୍ଦିରଟିଏ ପାଇଲେ
ସେଠିକି ଯିବାକୁ ଇଚ୍ଛା କରେ। ଯେତେ ଜଗନ୍ନାଥ ମନ୍ଦିର ମୋ ଜୀବନରେ ଦେଖିଛି, ଏଡ଼େ କୋଳାହଳ ଶୂନ୍ୟ ମନ୍ଦିର ମୁଁ କେବେ ଦେଖିନି। ନା ଆଡ଼ମ୍ବର ଅଛି ନା କ'ଣ ଅଛି। ତାହେଲେ କାହିଁକି ଆମ ମହାପ୍ରଭୁ ଯାଇଛନ୍ତି ସେଠିକି? ଏ କଥାଟା ଟିକେ ଆମେ ଜାଣିବାକୁ ତ ଚେଷ୍ଟା କରିବା। ହେଲେ ସତ କଥା ହେଉଛି ଆଜି ପର୍ଯ୍ୟନ୍ତ ବୋଧେ ମହାପ୍ରଭୁ ଏକଥା କାହାକୁ ଜଣେଇବାକୁ ହିଁ ଚାହିଁନାହାନ୍ତି। ସେଇଥିପାଇଁ ତ ଏକଥା ଏତେ ବେଶୀ ଲୋକ ବିଦିତ ହେଇନାହିଁ। ଏଇ ପୂଜକ ମହାରାଜ ଆମକୁ ବହୁତ କଥା କହିଲେ। ଆଉ ଏଇଟା ବହୁତ ପୁରୁଣା ମନ୍ଦିର। ସେଠିକାର ଇଏ ଗ୍ରାମ ଦେବତା ହିସାବରେ ପୂଜା ପାଆନ୍ତି। ମାତ୍ର ସପ୍ତାହକୁ 2-3 ଦିନ ଭୋଗରାଗ ହୁଏ। ଅମାବାସ୍ୟା, ପୂର୍ଣ୍ଣିମା, ସଂକ୍ରାନ୍ତି ଆଉ ବୋଧେ ବୁଧବାର ଆଉ ଶନିବାର କି କ'ଣ ଏମିତି କହିଲେ, ମୋର ସଠିକ୍ ମନେ ପଡ଼ୁନି। କିନ୍ତୁ କାହିଁକି ସେ ଏତେ ଅଭିମାନୀ ହେଇ ସେଠି ରହିଛନ୍ତି, ମୁଁ ତା'ର ଉତ୍ତର ଖାଲି ସେଇଦିନୁ ଖୋଜି ବୁଲୁଛି। ଆଉ ସମସ୍ତଙ୍କୁ ଏ କଥା ପଚାରୁଛି। ସାର୍ଙ୍କ ଯୋଗୁଁ ଆମେ ସେ ମନ୍ଦିରକୁ ଗଲୁ। ଯେତେବେଳେ ପ୍ରଥମେ ସାର୍ ଯାଇଥିଲେ ଗରମ ପାଣିରେ ଜଗନ୍ନାଥ ମନ୍ଦିରକୁ ପ୍ରତିଷ୍ଠା କରିବାକୁ, ସେତିକି ବେଳେ ଏଇ ମନ୍ଦିରର ସନ୍ଧାନ ପାଇ ଯାଇଥିଲେ। ତାପରେ ପରେ ପୁରୀରୁ ବଡ଼ ପଣ୍ଡା ଆସିଲେ। ଆଉ मेरा चैनल का नाम हिमनिधि है और बहुत अच्छा लगा जब आप उत्कल से यहाँ आए हैं। और जगन्नाथ जी नहीं, जगन्नाथ जी सभी के, इसीलिए जगन्नाथ है, इसीलिए जगन्नाथ है। ଆମେ ଭେଟିଥିଲୁ। ତାପରେ ସତ କହିବାକୁ ଗଲେ ମୋର କିଛି इस ତଥ୍ୟ जगत ମୁଁ के ଏ नाथ है, ମନ୍ଦିର इसीलिए ବିଷୟରେ जगन्नाथ है हमारा अपना ଯୋଗାଡ଼ सभी। କରିନାହିଁ, କରିପାରିଲି ନାହିଁ। ଏ ପତ୍ର ବିଷୟରେ ମୁଁ ପରେ ଆଉ ଗୋଟେ ଭିଡ଼ିଓ ଆପଣମାନଙ୍କୁ ସେୟାର କରିବି। ଏ ହେଉଛି ତିମୁଲୁ ଗଛ। ଏଇ ପତ୍ରରେ ଏଠି ଭୋଗ ଲାଗେ। ଏଇ ମନ୍ଦିର ଲୋକ ବି ଏଠି ଖାଆନ୍ତି। ଆମେ ଯେମିତି ଶାଳ ପତ୍ରରେ ଖଲିପତ୍ର କରନ୍ତି। ସେ ଜଗତର ନାଥ ହୁଅନ୍ତୁ, ବିଶ୍ୱର ନାଥ ହୁଅନ୍ତୁ, କୋଟି ବ୍ରହ୍ମାଣ୍ଡର ନାଥ ହୁଅନ୍ତୁ, ହେଲେ ଆମ ଓଡ଼ିଆଙ୍କର ପୁରା ସେ ଆମ ଘର ଲୋକ, ଆମ ଘର ମୁରବୀ। କୋଉ ଅଭିମାନରେ ସେ ସେଠି ଅଛନ୍ତି ଆମେ ଜାଣିବାନି। ମୁଁ ତ ଖାଲି ଏଇଆ ହେଇକରି ଏ ଭିଡ଼ିଓ ବି ଆପଣଙ୍କୁ ଆଜି ପର୍ଯ୍ୟନ୍ତ ମୁଁ ସେୟାର କରିପାରୁନି। ସେ କଥା ଭାବିଲା ମାନେ ବି ମୋ ମନ ପୁରା କ'ଣ ହେଇଯାଉଛି। ମୁଁ କିଛି ବି କହିପାରୁନି। ଡବଲ ହେଇଯିବ ଯଦି ଆପଣମାନେ କଥା ଗୁଡ଼ା ଭଲରେ ଶୁଣିପାରିବେନି। हर जगन्नाथ प्रेमियों को यही बोलूँ कि आप भी आ जाइए हमारा गुरुदेव जी का मंदिर को और वहाँ जगन्नाथ जी का दर्शन कीजिए। जी पुरी से आए हैं और यहाँ पे दर्शन करने के बाद ऐसा विचार है कि जो गणेशपुर के पास जो गर्म कुंड है वहाँ पर जगन्नाथ जी का मंदिर स्थापित करेंगे। कर चुके हैं, देखिए स्थापित कर चुके हैं। अभी जगन्नाथ भैया पूजा पा रहे हैं। गुरु जी थे तो हम भी आ गए। आप वहीं जाइए और वहाँ गुरु जी दर्शन लीजिए और जगन्नाथ जी की भी दर्शन। ସାର୍ 23 ମସିହାରେ ସେଠିକି ପ୍ରଥମ ଯାଇଥିଲେ। ତାପରେ ଆମର ଯେଉଁ ସିନେ ଅଭିନେତା ସବ୍ୟସାଚୀ ବାବୁ ସେଠିକି ଗଲେ। ସେ ବହୁତ ଚେଷ୍ଟା କଲେ, ସେଠି ବହୁତ କିଛି ପ୍ରଚେଷ୍ଟା କରିଥିଲେ। ତାପରେ ଆମ ପୁରୀର ମୁଖ୍ୟ ପୂଜାରୀ ପାଟଯୋଶୀ ମହାଶୟ ବି ସେଠିକି ଯାଇଥିଲେ। ସେଠି କେମିତି ସେ ମନ୍ଦିରର କ'ଣ ସବୁ ହେବ, କ'ଣ ବିଧି ବ୍ୟବସ୍ଥା ଉପରେ କଥାବାର୍ତ୍ତା କରିକି ଆସିଛନ୍ତି। କିନ୍ତୁ ମୋର ସମସ୍ତଙ୍କୁ ଅନୁରୋଧ ଯେ ଆମେ ଏତିକି ନିଶ୍ଚୟ ଜାଣିବା, ଆମ କାଳିଆ ସାଆନ୍ତ, ଆମ ଘରର ମୁରବୀ କେବେଠୁ ଯାଇକି ସେ ନୀରବ ନିଶ୍ଚଳ ଜାଗାରେ ରହିଛନ୍ତି। କ'ଣ ତାଙ୍କ ଉପରେ ରାଗ ଅଭିମାନ ହେଲା କି ମା ସାନ୍ତାଣୀଙ୍କୁ ରାଗିକି ଯାଇଥିଲେ, ଭଲ ଲାଗିଲା ବୋଲି ସେଠି ଟିକେ ରହିଗଲେ, କି କେଉଁ ଭକ୍ତ ତାଙ୍କର ଏତେ ନିବିଡ଼ ଭାବରେ ତାଙ୍କୁ ଡାକିଲା ଯେ ସବୁ ଗହଳ ଚହଳ ଛାଡ଼ିକିରି ସେ ନୀରବ ନିଶ୍ଚଳ ଜାଗାରେ, ଥଣ୍ଡା କାଲୁଆ ଜାଗାରେ ଏତେ ସାଧାରଣ ଭାବରେ, ସେ ତ ବଡ଼ ଠାକୁର, ସେ ଯେଉଁଠି ରହିବେ କେତେ ନାଟ କେତେ ହୁନ୍ଦର ଲଗାନ୍ତି, ସେଠି ସେ କେମିତି ଏମିତି ରହିଛନ୍ତି। ଏଇଟା ମୁଁ ସବୁ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିବି, ଯେଉଁମାନଙ୍କର କ୍ଷମତା ଅଛି, ଯୋଗ୍ୟତା ଅଛି, ଏଇ କଥାଟାକୁ ଟିକେ ରିସର୍ଚ୍ଚ କରିକି ଲୋକଲୋଚନକୁ ଆଣନ୍ତୁ। ଆଉ ମୋ କାଳିଆ ସାଆନ୍ତ 60 ପଉଟି ଭୋଗ ନ ଖାଇଲେ ବି ସବୁଦିନ କେମିତି ଟିକେ ଭୋଗ ପାଇବେ, ସେଠି ଅନ୍ନପ୍ରସାଦ ମିଠା ପିଠା ସବୁ କେମିତି ପାଇବେ। ମୋତେ କାହିଁ, ମୁଁ ଜାଣିନି, ସିଏ ତ ସର୍ବମୟ କର୍ତ୍ତା, ମୁଁ କ'ଣ ତାଙ୍କ କଥା ଭାବିବି। ହେଲେ ସେଠିକି ଗଲା ପରେ ମୋତେ କାହିଁ ଭାରି ମନ ବିକଳ ହେଉଛି, ବହୁତ ଭାବନା ଆସୁଛି। ଏ ନଦୀ ବି ସେଠି, ଏ ପର୍ବତ ବି ସେଠି କ'ଣ ମୁଁ ଭୁଲି ଯାଉଛି। ସତ କହୁଛି, ମଦ୍ରାଚଳ ପର୍ବତ, ଏଇଟା ହେଉଛି ବରୁଣା ବା ଧନ୍ୱନ୍ତରୀ ନଦୀ। ସେ ଭାରି ବହୁତ ବଡ଼ ତୀର୍ଥକ୍ଷେତ୍ର। ହେଲେ ମୋ କାଳିଆ ସାଆନ୍ତ ପୁରୀ ଛାଡ଼ିକି କାହିଁ ସେଠି ଗଲେ? ସେ ବିଭିନ୍ନ ଜାଗାରେ ରହନ୍ତି ସତ, କିନ୍ତୁ ଏମିତି ଭାବରେ ସେ କେଉଁଠି ରହିବାର ମୁଁ କେଉଁ ମନ୍ଦିର କେବେ ଦେଖିନେଇ।
ଏ ମନ୍ଦିର ଦେଖିକି ମୋତେ ଭାରି ବ୍ୟାକୁଳ ଲାଗୁଛି। ଆମେ ସମସ୍ତେ ଫେରିଲୁ, ଦର୍ଶନ କଲି, ବହୁତ ଖୁସି ହେଉଥିଲି। କିନ୍ତୁ କାହିଁକି ଜଗନ୍ନାଥ ଏମିତି ଅଛନ୍ତି ସେଇ ପ୍ରଶ୍ନ ସବୁବେଳେ ମୋ ହୃଦୟରେ ଆସୁଥିଲା। ସାର୍ଙ୍କୁ କୋଟି ଧନ୍ୟବାଦ। ଆମେ ତାଙ୍କ ଯୋଗୁଁ ଯାଇକି ସେଠି ସେ ମନ୍ଦିର ଦର୍ଶନ କଲୁ। ଆପଣମାନଙ୍କୁ ମୋର ଗୋଟିଏ ବିନୀତ ଅନୁରୋଧ, କେବେଠୁ ଜଗନ୍ନାଥ ଯାଇ ସେଠି ରହିକି ଲୀଳା ଲଗେଇଛନ୍ତି ସେ କଥାର ରହସ୍ୟ କେମିତି ଉନ୍ମୋଚନ ହେଉ। ବୋଧେ ସେ ବେଳ ଆସିଗଲାଣି। ମହାପ୍ରଭୁ ନିଶ୍ଚୟ ତା'ର ବାଟ କରିବେ। କିନ୍ତୁ ଆପଣମାନେ ଯିଏ ବି ଏଇ ସାଲ୍ଟ ଜଗନ୍ନାଥ ମନ୍ଦିର ଉପରେ ଭିଡ଼ିଓ ଆସୁଛି ତାକୁ ଆମର ସବୁଆଡ଼କୁ ସେୟାର ମାରିକି ସମସ୍ତଙ୍କ ପାଖରେ ଏ କଥାଟି ପହଞ୍ଚନ୍ତୁ। ଯାଇକି ସେ କାଳିଆ ସାଆନ୍ତ ପାଖରେ ଆମେ ସମସ୍ତେ ଗହଳି ଲଗାଇବା। କେଉଁ ହୁନ୍ଦରରେ କେଉଁ ଫିସାଦିରେ ସେ ଆସିକି ଏଇଠି ନୀରବରେ ବସିଛନ୍ତି।